ନିଜକୁ ଭାଙ୍ଗିବା ଅର୍ଥ ହେଉଛି ନିଜ ଭାବନା ବିରୁଦ୍ଧରେ ଯିବାର ସଂକଳ୍ପ। ଆଧ୍ୟାତ୍ମିକ କାହାଣୀ ଶୁଣନ୍ତୁ ଏକ ସାଧୁଙ୍କୁ ଶିଷ୍ୟଙ୍କର ଏକ ସୁନ୍ଦର ପ୍ରଶ୍ନ। ଚାଲନ୍ତୁ ଜାଣିବା। ବନ୍ଧୁଗଣ, ସନ୍ଧ୍ୟା ସମୟ ଗଙ୍ଗା ନଦୀ କୂଳରେ ଥିବା ଏକ ପୁରୁଣା ଆଶ୍ରମ। ଗଛ ଗୁଡ଼ିକ ନୀରବ ହେଇ ଯେପରି ଧ୍ୟାନ କରୁଛନ୍ତି, ଗଙ୍ଗାର ଜଳ ନିରନ୍ତର ସଙ୍ଗୀତ ଗାଉଛି। ସେହି ଆଶ୍ରମରେ ଥାଆନ୍ତି ଗୁରୁ ମହାନନ୍ଦ ସ୍ୱାମୀ, ଏକ ଅତ୍ୟନ୍ତ ଗଭୀର ଆତ୍ମଜ୍ଞାନୀ। ଦିନେ ସେଠାକୁ ଗୋଟିଏ ଯୁବକ ଆସିଲା, ତାଙ୍କ ନାମ ଆରବ। ଆରବ ମନରେ ଅନେକ ଦ୍ୱନ୍ଦ୍ୱ ଏବଂ ଅନେକ ପ୍ରଶ୍ନ ଥିଲା। ସେ କହିଲା, ଗୁରୁଦେବ, ମୁଁ ନିଜକୁ ଶାନ୍ତି ରଖିପାରୁନାହିଁ। ମୁଁ ଭାବନାରେ ଟାଣି ହେଇ ଯାଉଛି, କେବେ କାହାକୁ ଭଲ ପାଏ, କେବେ ଘୃଣା କରେ, କେବେ ମୋହରେ ବିଲୀନ ହେଉଛି। ମୁଁ ନିଜକୁ ବୁଝିପାରୁନାହିଁ। ଗୁରୁ ହସି କହିଲେ, ଯେତେବେଳେ ତୁମେ ନିଜକୁ ବୁଝିପାରୁନାହିଁ, ସେତେବେଳେ ତୁମେ ନିଜ ଭାବନାର ଦାସ ହେଇଯାଉଛ। ଏବେ ତୁମକୁ ନିଜକୁ ଭାଙ୍ଗିବା ଶିଖିବାକୁ ପଡ଼ିବ। ଆରବ ଆଶ୍ଚର୍ଯ୍ୟ ହେଲା, ନିଜକୁ ଭାଙ୍ଗିବା? ଏହା କ'ଣ ଗୁରୁଦେବ? ଗୁରୁ କହିଲେ, ନିଜକୁ ଭାଙ୍ଗିବା ମାନେ ହେଉଛି ନିଜ ଭିତରେ ଥିବା ଭାବନା, ଅଭିମାନ, ମୋହ ଓ କାମନା ବିରୁଦ୍ଧରେ ଯିବାର ସଂକଳ୍ପ। ଯାହା ତୁମକୁ ଦାସ କରେ, ତାହାଠୁ ମୁକ୍ତ ହେବା। ଗୁରୁ ଆରବକୁ କହିଲେ, ତୁମେ ଗ୍ରାମକୁ ଯାଅ, ଏକ ଭିକ୍ଷା ପାତ୍ର ନେଇ ଭିକ୍ଷା ମାଗି ଆଣିବ। ଯେଉଁ ଲୋକମାନେ ତୁମକୁ ଅପମାନ କରିବେ, ତାଙ୍କୁ କ୍ଷମା କରିବ। ଆରବ ଗାଁକୁ ଗଲା। ପ୍ରଥମ ଘରରେ ଯେତେବେଳେ ଭିକ୍ଷା ମାଗିଲା, ଘର ମାଲିକ ରାଗରେ କହିଲା, ତୁମେ ଯୁବକ ହେଇଛ, ଭିକ୍ଷା ମାଗିବା ତୁମକୁ ଟିକିଏ ଲଜ୍ଜା ଲାଗୁନାହିଁ? ଆରବ ମନେ ମନେ ଅପମାନ ଅନୁଭବ କଲା, ମନ ଅଗ୍ନିରେ ଜଳିଗଲା। କିନ୍ତୁ ସେହି ସମୟରେ ଗୁରୁଙ୍କ ଶବ୍ଦ ସ୍ମରଣ କଲା, ନିଜକୁ ଭାଙ୍ଗିବା ମାନେ ନିଜ ଭାବନା ବିରୁଦ୍ଧରେ ଯିବା। ସେ ନିଜ ମନକୁ କହିଲା, ଏହି ଅପମାନ ମୋ ଅହଙ୍କାରକୁ ଜାଳି ଦେଉଛି, କିନ୍ତୁ ମୁଁ ଏହି ଅହଙ୍କାରର ଦାସ ହେବି ନାହିଁ। ସେ ନୀରବ ହେଲା, ଶାନ୍ତ ହୋଇ ହସିଲା ଏବଂ ଚୁପଚାପ ଚାଲିଗଲା। ସେହି ଦିନରେ ସେ ପ୍ରଥମ ଥର ପାଇଁ ନିଜ ଭାବନା ଉପରେ ଜୟ ହାସଲ କଲା। ପ୍ରେମ ଓ ଭାବନା। କିଛି ଦିନ ପରେ ଆଶ୍ରମକୁ ଏକ ଯୁବତୀ ଆସିଲା, ତାହାର ନାମ କାବେରୀ। ସେ ଅତ୍ୟନ୍ତ ଭକ୍ତିଶୀଳ ଏବଂ ସେ ଗୁରୁଙ୍କ ଆଶୀର୍ବାଦ ପାଇଁ ଆସିଥିଲା। ଆରବ ତାକୁ ଦେଖି ମନେ ମନେ ଭଲ ପାଇବା, ତାହା ସହିତ କଥା ହେବା ପାଇଁ ଭାବନା ହେଲା। ସେ ଆତ୍ମନିରୀକ୍ଷଣ ମଧ୍ୟରେ ଆସି ଭାବିଲା, ମୋର ମନ କାହିଁକି ଏପରି ଆକର୍ଷଣ ଆଡ଼କୁ ଯିବା ପାଇଁ ଚାହୁଁଛି। ସେ ଗୁରୁଙ୍କ ପାଖକୁ ଗଲା ଏବଂ ଆକର୍ଷଣ ବିଷୟରେ ସବୁ ପଚାରିଲେ। ଗୁରୁ ହସି କହିଲେ, ପ୍ରେମ ଓ ଭାବନା ଦୁଇଟି ଭିନ୍ନ ଜିନିଷ। ପ୍ରେମ ସଦା ନିସ୍ୱାର୍ଥ, ଭାବନା ସଦା ନିଜ ସ୍ୱାର୍ଥ ଉପରେ ନିର୍ଭର କରେ। ତୁମେ ଯେତେବେଳେ ଭାବନା ବିରୁଦ୍ଧରେ ଯିବ, ସେତେବେଳେ ତୁମର ପ୍ରେମ ଶୁଦ୍ଧ ହୋଇ ଦେବତ୍ୱର ଆକାର ନେବ। ଗୁରୁ ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କର ମହାମନ୍ତ୍ର ଜପ କରିବାକୁ କହିଲେ ଏବଂ ନିର୍ଦ୍ଦେଶ ଦେଲେ। ତୁମ ମନରେ ଯେତେବେଳେ ଆକର୍ଷଣ ଅନୁଭବ କରିବ, ତାହାକୁ ଦେଖିବ, ତାକୁ ପ୍ରଥମେ ଦମନ କରିବାକୁ ଚେଷ୍ଟା କର। ସେ କିଛି ସମୟ ପରେ ଉଭେଇ ଯିବ। ସେତେବେଳେ ତୁମେ ନିଜ ଭାବନାକୁ ଭାଙ୍ଗିବା ଆରମ୍ଭ କର। ଭୟ ଓ ଅନ୍ଧକାରରେ ପରୀକ୍ଷା। ଏକ ରାତିରେ ଗୁରୁ ଆରବକୁ କହିଲେ, ଆଜି ରାତିରେ ତୁମେ ଶ୍ମଶାନକୁ ଯାଅ, ସେଠି ରହି ଧ୍ୟାନ କର। ଆରବର ହୃଦୟ ଭୟରେ କମ୍ପିଗଲା, ଭୟ ଆସିଲା। କିନ୍ତୁ ସେ ମନେ ପକାଇଲା, ଭୟ ମୋ ଭାବନା ଅଟେ। ମୁଁ ତାହା ବିରୋଧରେ ଯିବି। ସେ ଶ୍ମଶାନକୁ ଗଲା। ଅନ୍ଧକାର, ପବନରେ ଶବ୍ଦ, ଜୀବଜନ୍ତୁର ଧ୍ୱନି, ସବୁ ମିଶି ଭୟଙ୍କର ପରିବେଶ ସୃଷ୍ଟି କରୁଥିଲା। ସେ ନିଜ ମନକୁ କହିଲା, ମୁଁ ଦେହ ନୁହେଁ, ମୁଁ ମନ ନୁହେଁ, ମୁଁ ସେ ଆଲୋକ ଯାହା ସବୁକୁ ଦେଖୁଛି। ଏଭଳି ଧ୍ୟାନରେ ବସି ସେ ରାତି ଅତିକ୍ରମ କଲା ପରେ ସକାଳେ ସେ ଫେରିଲା। ତାଙ୍କ ମୁହଁରେ ଖୁସି, ଶାନ୍ତି ଓ ଅଭୟ ଥିଲା। ଗୁରୁ ଦେଖି ହସି କହିଲେ, ଯେତେବେଳେ ଭୟ ନିଜ ଉପରେ ଶକ୍ତି ହାରେ, ସେତେବେଳେ ତୁମେ ନିଜ ଭିତରେ ଦେବତ୍ୱ ଦେଖିବ। ନିଜ ସହ ସଂଘର୍ଷ। ଏହିପରି ସାଧନା ଚାଲିଲା ବହୁତ ବର୍ଷ। ଆରବ ଭିତରେ ଶାନ୍ତି ଜନ୍ମ ନେଲା। କିନ୍ତୁ ଏକ ଦିନ ସେ ଦେଖିଲା, ନିଜ ଅଭିମାନ ଜାଗି ଉଠିଛି। ସେ ଭାବିଲା, ମୁଁ ଏବେ ଭୟକୁ ଜୟ କରିଛି, ମୋହକୁ ଜୟ କରିଛି, ମୁଁ ଶକ୍ତିଶାଳୀ। ଗୁରୁ ହସି କହିଲେ, ଏହା ହେଉଛି ମୁଁ, ସେଇ ଅନ୍ତିମ ଭାବନା। ଯେତେବେଳେ ତୁମେ ଏହାକୁ ଭାଙ୍ଗିବ, ସେତେବେଳେ ତୁମେ ମୁକ୍ତ ହେବ। ସେହି ରାତି ଆରବ ଧ୍ୟାନରେ ବସିଲା, ନିଜ ମୁଁ ଭାବକୁ ଦେଖିଲା। ଏଭଳି ଥିଲା ଯେପରି ଜଣେ ଅଦୃଶ୍ୟ ଛାୟା ତାଙ୍କୁ ଧରି ରହିଛି। ସେ ମନେ କଲା, ମୁଁ ଏହି ମୁଁ ନୁହେଁ, ମୁଁ ସେ ସାକ୍ଷୀ ଯିଏ ସବୁକୁ ଦେଖୁଛି। ଏବଂ ସେହି ମୁହୂର୍ତ୍ତରେ ତାଙ୍କ ଭିତରେ ଏକ ଅଦ୍ଭୁତ ଆଲୋକ ଜାଗିଲା, ଶୂନ୍ୟ ଏବଂ ପୂର୍ଣ୍ଣତାର ଆତ୍ମଜ୍ଞାନ।
ସତ୍ୟର ଜାଗରଣ। ସକାଳେ ଗୁରୁ ଆସିଲେ ଏବଂ ପଚାରିଲେ, କ'ଣ ହେଲା ଆରବ? ସେ ହସି କହିଲା, ଗୁରୁଦେବ, ଯାହା ଭାଙ୍ଗିଗଲା ସେ ମୋର ନଥିଲା। ଯାହା ରହିଗଲା ସେହି ମୋର ସତ୍ୟ ଅଟେ। ମୁଁ ଭାବନା ବିରୋଧରେ ଯାଇ ନିଜକୁ ପାଇଛି। ଗୁରୁ କହିଲେ, ତୁମେ ଏବେ କ'ଣ ଜାଣିଲ? ନିଜକୁ ଭାଙ୍ଗିବା ମାନେ ସତ୍ୟ, ଆତ୍ମଜ୍ଞାନର ପଥ ପାଇବା। ଯେତେବେଳେ ମଣିଷ ନିଜ ଭିତରେ ଥିବା ଭାବନା, ମୋହ, ଭୟ ଓ ଅଭିମାନକୁ ଜୟ କରେ, ସେହି ସମୟରେ ସେ ସତ୍ୟ ସହ ଏକାତ୍ମ ହୁଏ। ମୁକ୍ତିର ଅଭିଜ୍ଞତା। କିଛି ବର୍ଷ ପରେ ଆରବ ନିଜେ ଗୁରୁ ହେଲେ। ଅନେକ ଶିଷ୍ୟ ତାଙ୍କ ପାଖକୁ ଆସୁଥିଲେ। ସେ ସମସ୍ତଙ୍କୁ କେବଳ ଏକ ଉପଦେଶ ଦେଉଥିଲେ, ନିଜର ଭାବନାକୁ ଦେଖ, ଜାଣ ତୁମକୁ କ'ଣ କରିବାକୁ ଡାକି ନେଇଯାଉଛି। ମନ, ଭାବନା ଉପରେ ନଜର ରଖ। କିଛି ବର୍ଷ ବିତିଗଲା। ଆରବ ଏବେ ଗଭୀର ଶାନ୍ତିରେ ରହୁଥିଲେ। ତାଙ୍କ ଶିଷ୍ୟମାନେ ସେତେବେଳେ ଗୁରୁ ମହାନନ୍ଦଙ୍କ ଶିକ୍ଷା ନୁହେଁ, ଆରବଙ୍କ ଅଭିଜ୍ଞତାକୁ ଅନୁଭବ କରୁଥିଲେ। ଦିନେ ଆରବଙ୍କ ପାଖକୁ ଜଣେ ଯୁବ ଶିଷ୍ୟ ଆସିଲେ। ତାଙ୍କର ନାମ ଥିଲା ସୌରଭ। ସେ ଆସି ଆରବଙ୍କୁ ପଚାରିଲା, ଗୁରୁଦେବ, ଆମେ ସମସ୍ତେ ଜାଣୁ ଯେ ଭାବନା ଆମ ଜୀବନର ଏକ ଅଂଶ, ତେବେ ତାହା ବିରୋଧରେ କିପରି ଯିବା? ତାହା ତ ଆମେ ହିଁ ଅଟୁ। ଆରବ ହସି କହିଲେ, ନାହିଁ ସୌରଭ, ଭାବନା ତୁମେ ନୁହଁ। ଭାବନା ହେଉଛି ଏକ ଅସ୍ଥାୟୀ ଛାୟା। ଯେତେବେଳେ ତୁମେ ସଚେତନତା ହେବ, ତୁମେ ଏକ ସାକ୍ଷୀ, ଯେଉଁଥିରେ ସେହି ଭାବନା ବା ଛାୟା ଆସେ ଓ ଯାଏ। ଭାବନା ବିରୋଧରେ ଯିବା ମାନେ ତାହାକୁ ଦେଖିବା, ତାହାକୁ ସମୂଳ ଉପାଡ଼ି ଫିଙ୍ଗି ଦେବା ନୁହେଁ। ସୌରଭ ପଚାରିଲା, ଗୁରୁଦେବ, ଏହା ସହଜ ନୁହେଁ। ମୋ ମନରେ ରାଗ, ଈର୍ଷା, ଆକାଂକ୍ଷା, ଏଗୁଡ଼ିକୁ କେମିତି ଭାଙ୍ଗିବି? ଆରବ ହସି କହିଲେ, ଭାବନାକୁ ଦବାନ୍ତୁ ନାହିଁ, ତାହାକୁ ଦେଖନ୍ତୁ। ଯେତେବେଳେ ତୁମେ ଦେଖିବ, ତୁମେ ତାହାର ଦାସ ହେବା ବନ୍ଦ କରିଦେବ। ତୁମ ମନକୁ ଆଦେଶ ଦିଅ, ମୁଁ ତୋର ମାଲିକ, ତୁମେ ମୁଁ ନୁହେଁ। ଜୀବନ ଓ ସତ୍ୟର ସାକ୍ଷୀ। ଆରବ ଏକ ଦିନ ନିଜ ଶିଷ୍ୟମାନଙ୍କ ସହ ସରୋବର ପାଖରେ ବସିଥିଲେ। ସେ କହିଲେ, ଦେଖ, ଏହି ଜଳ ଯେତେ ସ୍ଥିର ହୁଏ, ସେତେ ଏହା ଆକାଶକୁ ପ୍ରତିବିମ୍ବ କରିପାରେ। ଏହା ଆମ ମନ ଭଳି। ଯେତେବେଳେ ଭାବନା ତରଙ୍ଗ ନୀରବ ହୁଏ, ସେତେବେଳେ ସତ୍ୟ, ଆତ୍ମା ସେଠାରେ ପ୍ରତିବିମ୍ବ ହୁଏ। ସେ ନିଜ ଆଖି ବନ୍ଦ କରି କହିଲେ, ମୁଁ ପୂର୍ବରୁ ଭାବୁଥିଲି ଯେ ମୋର ଭାବନା, ମୋର ପୀଡ଼ା, ମୋର ଆଶା ହିଁ ମୁଁ। କିନ୍ତୁ ଏବେ ମୁଁ ଜାଣିଛି, ସେଗୁଡ଼ିକ ଆସେ ଓ ଯାଏ। ଯାହା ଥାଏ ଅବିଚଳ, ସେହି ସଚେତନତା, ସେହି ଆତ୍ମା, ଯେଉଁଠି ନିଜକୁ ଭାଙ୍ଗିଲେ ସତ୍ୟ ଜାଗେ। ସୌରଭ ଆଖି ବନ୍ଦ କରି ଶୁଣୁଥିଲା। ତାଙ୍କ ଭିତରେ ମଧ୍ୟ ଶାନ୍ତି ଆସିଲା। ଦିନେ ଆରବ ନିଜ ଶିଷ୍ୟମାନଙ୍କୁ ଡାକିଲେ। ସେ ମନେ କରୁଥିଲେ ଯେ ତାଙ୍କ ଶରୀର ଏବେ ଯାତ୍ରା ସମାପ୍ତ କରିବା ପଥରେ। ସେ ହସି କହିଲେ, ଜୀବନ ମାନେ ନିଜକୁ ଜାଣିବାର ଯାତ୍ରା। ଯେତେବେଳେ ତୁମେ ନିଜ ଭାବନା ବିରୋଧରେ ଯିବ, ସେତେବେଳେ ତୁମେ ଆତ୍ମାର ଦିଗରେ ଯିବ। ନିଜକୁ ଭାଙ୍ଗିବା ମାନେ ହେଉଛି ନିଜକୁ ନିଜ ଆତ୍ମା ସହିତ ମିଶିବା, ଯେଉଁଠି ଅହଂ, ମୋହ, ଭୟ ସବୁ ନଷ୍ଟ ହୋଇଯାଏ। ସେ ଆଖି ବନ୍ଦ କଲେ, ନିଜ ଶରୀର ନୀରବ ହେଲା। ତାଙ୍କ ମୁହଁରେ ଦେବତା ସମ ଶାନ୍ତି ଥିଲା। ଆଲୋକର ପରମ୍ପରା। ସୌରଭ ଓ ଅନ୍ୟ ଶିଷ୍ୟମାନେ ନିଜ ଗୁରୁଙ୍କ ପାଦପଦ୍ମରେ ନମସ୍କାର କଲେ। ସୌରଭ କହିଲା, ଗୁରୁଦେବ, ଆପଣ ଆମକୁ ଶିଖାଇଲେ, ନିଜକୁ ଭାଙ୍ଗିବା ମାନେ ନିଜ ଭାବନା ବିରୋଧରେ ଯିବା। ଆମେ ଏହି ଆଲୋକକୁ ଅନ୍ୟଙ୍କ ମଧ୍ୟରେ ପ୍ରଜ୍ୱଳିତ କରିବୁ। ତାପରେ ସୌରଭ ନିଜେ ଗୁରୁ ହେଲେ ଏବଂ ଆରବଙ୍କ ଶିକ୍ଷା ଭାରତର ବିଭିନ୍ନ ଅଞ୍ଚଳକୁ ପ୍ରସାରିତ ହେଲା। ସେହି ଶିକ୍ଷା ଏକମାତ୍ର ବାକ୍ୟରେ ସଂକଳିତ ହୋଇ ରହିଲା, ନିଜକୁ ଭାଙ୍ଗିବା ଅର୍ଥ ହେଉଛି ନିଜ ଭାବନା ବିରୁଦ୍ଧରେ ଯିବାର ସଂକଳ୍ପ। ନିଜର ଦେବତ୍ୱ। ସମୟ ଅନେକ ପରିବର୍ତ୍ତିତ ହେଲା, କିନ୍ତୁ ଆରବଙ୍କ ଶିକ୍ଷା ଆଜି ବି ଗଙ୍ଗାର ଜଳ ସହିତ ଝରି ଚାଲିଛି। ସେହି ଆଶ୍ରମର ଗଛଗୁଡ଼ିକ ଏବେ ବି ନୀରବ, ଯେପରି ସେ ପୂର୍ବରୁ ଥିଲେ, ଏବଂ ଗଙ୍ଗା ନଦୀ ଆଜି ବି ସଙ୍ଗୀତ ଗାଉଛି। ଯିଏ ନିଜକୁ ଭାଙ୍ଗିପାରେ, ସେହି ନିଜକୁ ପାଏ। ଯିଏ ଭାବନା ବିରୋଧରେ ଯିବାର ସଂକଳ୍ପ ନିଏ, ସେ ସତ୍ୟ, ଶାନ୍ତିକୁ ପାଇପାରିବ। ସେହିପରି ଆରବଙ୍କ ଜୀବନ ଏକ ପ୍ରମାଣ ହେଲା ଯେ ଆତ୍ମଜ୍ଞାନ ମାନେ ନିଜ ଭିତରେ ଭାବନା ଭାଙ୍ଗିବା ଏବଂ ସଚେତନତାର ଆଲୋକରେ ନିଜକୁ ଦେଖିବା। ଏହି କାହାଣୀର ମୂଳ ସନ୍ଦେଶ, ଜୀବନର ସତ୍ୟ ପଥ ହେଉଛି ନିଜ ଭାବନା ବିରୋଧରେ ଯିବା। ଯେତେବେଳେ ମଣିଷ ନିଜକୁ ଭାଙ୍ଗିବାକୁ ସାହସ ଦେଖାଏ, ସେତେବେଳେ ତାଙ୍କ ଭିତରେ ଜାଗେ ଶାନ୍ତି, ଜାଗେ ପ୍ରେମ ଏବଂ ଜାଗେ ସତ୍ୟର ଆଲୋକ।
ବନ୍ଧୁଗଣ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ହାଇପ୍ ଭିଡ଼ିଓକୁ ନିଜ ସାଙ୍ଗମାନଙ୍କୁ ସେୟାର କରନ୍ତୁ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ମନରେ ଦବନ୍ଦ ଥିଲେ କମେଣ୍ଟ କରନ୍ତୁ, ଉତ୍ତର ଦେବାକୁ ଚେଷ୍ଟା କରିବି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।